ତହସିଲଦାର ଚଢ଼ାଉ ନହେଲା ତହସିଲଦାରଙ୍କୁ ଆମେ ରଙ୍ଗା ହାତ ଧରିଥିଲୁ ତାପରେ ଆମେ ଚଢ଼ାଉ କରୁଛୁ ତାଙ୍କର ଏଲିଗେସନ ତ ଲାଞ୍ଚ ଗ୍ରହଣ ମାମଲା ଯେ ଗାଡ଼ି ଅଟକେଇକି ତାକୁ କେସ୍ ନ କରିବା ପାଇଁ 40,000 ଟଙ୍କା ଲାଞ୍ଚ ମାଗୁଥିଲେ ପଥର ଗାଡ଼ି ଅଟକେଇଥିଲେ 11 ତାରିଖରୁ ସେ ଆମେ 18 ତାରିଖରେ କେସ୍ ରେଜିଷ୍ଟର କଲୁ 19 ତାରିଖରେ ଆମେ ତାଙ୍କୁ ରଙ୍ଗା ହାତ ଧରିଲୁ କେସ୍ ବର୍ତ୍ତମାନ ଚାଲିଛି ଆଜି ତାଙ୍କୁ ଫରାଡ଼ କରୁଛୁ ସେ ତ ଲକ୍ଷ ଟଙ୍କା ଡିମାଣ୍ଡ କରିଥିଲେ ସେ ଗାଡ଼ି ଗୁଡ଼ିକୁ ମାଇନିଂ ନ ଦେଇକି ସେ ଛାଡ଼ିଦେବେ ବୋଲି କିନ୍ତୁ ନେଗୋସିଏସନ୍ ପରେ ସେ 40,000 ଟଙ୍କା ସାହିବ ଖାନ କାଦିରଙ୍କୁ ଦେବାକୁ ତାଙ୍କ ଅନିଚ୍ଛା ସତ୍ତ୍ୱେ ସେ ଦେବାକୁ ରାଜି ହେଇଥିଲେ ଆଉ ସେଇ ଲାଞ୍ଚ ବାବଦରେ ସେ ଆସିକି ଆମର ବାଲେଶ୍ୱର ଭିଜିଲାନ୍ସରେ ଅଭିଯୋଗ କରିଥିଲେ ସେ ଅଭିଯୋଗକୁ ଆଧାର କରିକି ଆମେ ବାଲେଶ୍ୱର ଭିଜିଲାନ୍ସ ପିଏସ୍ କେସ୍ ନମ୍ବର 5/2026 ରେଜିଷ୍ଟର କରିକି ତଦନ୍ତ ହଁ ତହସିଲଦାର ତ ତାଙ୍କର ଯେତେବେଳେ ଏବେ ସେ ଡିମାଣ୍ଡ କରିଥିଲେ ଯେ ମୋତେ ଦେବୁନୁ ପଇସା ଦୟାକୁ ଦେଇଦେବାକୁ କହିଥିଲେ ଦୟା କିଏ ଆମେ ଏନକ୍ୱାରି କରି ଜଣାପଡ଼ିଲେ ଦୟା ହେଉଛି ତାଙ୍କ ଆସୋସିଏସନର ଜଣେ କର୍ମକର୍ତ୍ତା ଟ୍ରକ୍ ଆସୋସିଏସନର ସୋର ଟ୍ରକ୍ ଆସୋସିଏସନର ଆଉ ଆମେ ବି ଚେଷ୍ଟା କରିଥିଲୁ ତହସିଲଦାରଙ୍କୁ ଯେହେତୁ ଡିମାଣ୍ଡ କରିଥିଲେ ତହସିଲଦାରଙ୍କୁ ଟଙ୍କା ଦେବା ପାଇଁ କିନ୍ତୁ ତହସିଲଦାର କହିଲେ ଯେ ନାଇଁ ଦୟାକୁ ଡାକିକି ତୁମେ ଦେଇଦିଅ ତେଣୁ ଦୟା ଆସିକି ତହସିଲ ଅଫିସ୍ କ୍ୟାମ୍ପସରେ ଟଙ୍କା ଗ୍ରହଣ କଲାବେଳେ 19 ତାରିଖରେ ଆମେ ତାଙ୍କୁ କାବୁ କଲୁ ଆଉ ତାଙ୍କ ପାଖରୁ 40,000 ଟଙ୍କା ଜବତ ହେଲା ହଁ 2 ଜଣ ହଁ ଟ୍ରାପ୍ ହେଲା ପରେ ଆମେ ତାଙ୍କର ରେସିଡେନ୍ସ ଯେଉଁଟାକି ଭଡ଼ାରେ ରହୁଛନ୍ତି ସୋରରେ ସେଇଟା ସର୍ଚ୍ଚ କଲୁ ପ୍ଲସ୍ ତାଙ୍କର ଫ୍ୟାମିଲି ରହୁଛନ୍ତି ଭୁବନେଶ୍ୱର ଚନ୍ଦ୍ରଶେଖରପୁର ସେଇଠି ବି ସର୍ଚ୍ଚ କରୁଛୁ ସେଇଠୁ ଗୋଟେ ବାଲେନୋ ଭେହିକିଲ୍ ବାଲେନୋ ଫୋର୍ ହ୍ୱିଲର ଆଉ କିଛି ଟଙ୍କା ଆଉ ବହୁତ ଗୁଡ଼ିଏ ଲ୍ୟାଣ୍ଡ ଡକୁମେଣ୍ଟ ଜବତ ହେଇଛି ତାପରେ ଆମେ ଜାଣିବାକୁ ପାଇଲୁ ଯେ ସୁନ୍ଦରବଦରେ ତାଙ୍କର ଗୋଟେ ଆପାର୍ଟମେଣ୍ଟ ହେଇଛି ଯେଉଁଟାକି ସେ ଭଡ଼ା ଦେଇଛନ୍ତି ସେଗୁଡ଼ିକୁ ସବୁ ଆମେ ଡକୁମେଣ୍ଟ ଗୁଡ଼ିକୁ ତର୍ଜମା କଲେ ଜଣାପଡ଼ିବ ତାଙ୍କର ଆୟ ବହୁତ ସମ୍ପତ୍ତି ଅଛି ନା ନାହିଁ କାହାକୁ ଅଭିଯୋଗ କରୁଛୁ ଆମକୁ କ'ଣ କରୁଛୁ କିନ୍ତୁ ଆମେ ତ ୱିଥ୍ ପ୍ରପର୍ ରେକର୍ଡ଼ ପ୍ରପର୍ ଏଭିଡେନ୍ସ ଆମେ କୋର୍ଟରେ ପେଶ୍ କରିବୁ ଯିଏ କ'ଣ କହିଲେ ଆମେ